ପିଲାମାନେ ବାହାରର ଖାଇବା ବି ଭୁଲିଯିବେ ଯଦି ଥରେ ତାଙ୍କୁ ଏମିତି ଘରେ ବନେଇକି ଖାଇବା ପାଇଁ ଦିଅନ୍ତି। ଆଉ ଗେଷ୍ଟ ବି ଯଦି ଆସିବାର ଥାଏ ତାହେଲେ ବି ତାଙ୍କୁ ଏମିତି ବନେଇକି ସସ୍ ସହିତ କି ଚାହା ସହିତ ସର୍ଭ କରିବେ, ସେମାନେ ବି ଖୁସି ହେଇ ଖାଇବେ। ତ ଏଇ ରେସିପିକୁ ବନେଇବା ପାଇଁ ଗୋଟେ କପ୍ ସୋୟାବିନ୍କୁ ମୁଁ ଏଠି ନେଇଛି। ସେଥିରେ ଗରମ ପାଣି ଢାଳି ତାକୁ 10 ମିନିଟ୍ ଆମେ ବତୁରେଇକି ରଖିଦେବା। ଯଦି ଆପଣଙ୍କ ହାତରେ ଟାଇମ୍ ଥିବ ତାହେଲେ ଅଧଘଣ୍ଟାଟେ ତାକୁ ନର୍ମାଲ ପାଣି ଦେଇ ଭିଜେଇ ବି ରଖିପାରିବେ। 10 ମିନିଟ୍ ପରେ ଦେଖନ୍ତୁ ସୋୟାବିନ୍ ଗୁଡ଼ା ପାଣିରେ ଭିଜିକି ଡବଲ୍ ହେଇଯାଇଛି। ତାକୁ ଏମିତି ଭଲ ଭାବରେ ଚୁପୁଡ଼ିକି ମିକ୍ସିଂ ଜାର୍ରେ ଦେବା। ତାପରେ 1 ଇଞ୍ଚର ଅଦାକୁ ଚୋପା ଛଡ଼େଇକି ଦେଇଦେବା। ଗୋଟେ କଞ୍ଚା ଲଙ୍କା ଦେଇ ତାକୁ ଏମିତିକା ବାଟି ନେବେ। ଗୋଟେ ପିଆଜକୁ ଏମିତି ଛୋଟ ଛୋଟ କରି କାଟି ଦେଇଦେବେ। ଅଧା ଚାମଚ ଜିରା ପାଉଡ଼ର, ଅଧା ଚାମଚ ଧନିଆ ପାଉଡ଼ର, ଆଉ ଅଧା ଚାମଚ ଲଙ୍କା ପାଉଡ଼ର, ଅଧା ଚାମଚ ହଳଦୀ ପାଉଡ଼ର, ସ୍ୱାଦ ଅନୁସାରେ ଲୁଣ, 3 ବଡ଼ ଚାମଚ ବେସନକୁ ଦେଇ ସବୁ ଜିନିଷକୁ ଭଲ ଭାବରେ ତାକୁ ଗୋଳେଇ ନେବେ। ଜମା ବି ଏଠି ପାଣି ଆଡ଼୍ କରିବେନି। ସୋୟାବିନ୍ରୁ ଯାହା ବି ପାଣି ବାହାରିଥିବ ସେଥିରେ ଆମର ଏଇ ଡୋଟା ତିଆରି ହେଇଯିବ। ଏବେ ଅଳ୍ପ ଟିକେ ଏଇ ମିକ୍ସଚରକୁ ନେଇକି ହାତରେ ଦେଖନ୍ତୁ ମୁଁ ଏମିତି ହାଲକା ହାଲକା ପ୍ରେସ୍ କରି ଗୋଟେ ସେପ୍ ଦେଇଛି। ତ ଆପଣ ଚାହିଁଲେ ଏଠି ଗୋଲ ଗୋଲ କରି ବି ବନେଇ ପାରିବେ। ମୁଁ ଏଠି ହାଲକା ହାଲକା ଲମ୍ବାଇରେ ବନେଇଛି। ତାପରେ ତାକୁ ଭାଜିବା ପାଇଁ ଦେଖନ୍ତୁ ତେଲକୁ ଭଲ ଭାବରେ ଗରମ କରି ନେଇ ଗୋଟେ ଗୋଟେ କରି ଏଇ ସୋୟାବିନ୍ର ରୋଲ୍ ଗୁଡ଼ାକୁ ଦେଇଛି। ତ ଦେଲା ପରେ ଗ୍ୟାସ୍ର ଫ୍ଲେମ୍କୁ ଜମା ବି ଲୋରେ ରଖିବେନି, ହାଇ ଟୁ ମିଡ଼ିୟମ୍ରେ ରଖିକି ଏଗୁଡ଼ାକୁ ଭାଜି ନେବେ। ଯେହେତୁ ସୋୟାବିନ୍କୁ ଆମେ ଗରମ ପାଣିରେ ଭିଜେଇଥିଲେ ତ ସୋୟାବିନ୍ ଆମର ଏଠି 70% ଭଳିଆ ସିଝି ଯାଇଛି। ଆଉ ତା ଭିତରେ ପିଆଜକୁ ଆମେ ଆଡ଼୍ କରୁଛେ। ପିଆଜକୁ ସିଝିବା ପାଇଁ ଟାଇମ୍ ବି ଲାଗେନି। ତ ଏବେ ଦେଖନ୍ତୁ ଗ୍ୟାସ୍ର ଫ୍ଲେମ୍କୁ ପୁରା ହାଇ ଟୁ ମିଡ଼ିୟମ୍ରେ ରଖିକି ଆକୁ ଆମେ ଲାଲ ଲାଲ କରି ଭାଜି ନେବା। ବେଶୀ ଡିପ୍ ଫ୍ରାଏ କରିବାନି। ଏମିତି ଲାଲ ଲାଲ ହେଇଗଲା ପରେ ତାକୁ ତେଲରୁ ଆମେ ଛାଣି ନେବା। ତ କେବେ ବି ଯଦି ଆପଣମାନେ ସୋୟାବିନ୍ର এই ରେସିପିକୁ ବନେଇ ନଥିବେ ତାହେଲେ ଆଜି ହିଁ ଭିଡ଼ିଓ ଦେଖି ସାରିଲା ପରେ ଟ୍ରାଏ କରିବେ। ଦେଖିବେ ଛୋଟରୁ ବଡ଼ ସମସ୍ତେ ତ ବହୁତ ପସନ୍ଦ କରିବେ। ଆଉ ଖାସ୍ କରି ପିଲାମାନେ ୟାକୁ ଖାଇବା ପାଇଁ ବହୁତ ଖୁସି ବି ହେବେ। ସୋୟାବିନ୍କୁ ଯଦି ଆପଣମାନେ ଆଗରୁ ଭିଜେଇ ରଖିଥିବେ ତାହେଲେ ମାତ୍ର 5ରୁ 7 ମିନିଟ୍ ଟାଇମ୍ ଲାଗିବ ୟାକୁ ଆପଣଙ୍କୁ ବନେଇକି ରେଡ଼ି କରିବା ପାଇଁ। ତ ଆଜିର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ, ଆଉ କମେଣ୍ଟ କରି ନିଜର ମତାମତ ନିଶ୍ଚୟ ଜଣାଇବେ। ଜୟ ଜଗନ୍ନାଥ।